ପ୍ରେମିକାର ଘର ଉପରେ ନଜର କାହିଁକି ରଖୁଛନ୍ତି ଫେମସ୍ ୟୁଟ୍ୟୁବର ଲବ ହାଁସଦା। ପ୍ରେମିକା ସୋଲମୀର କେତେ ସମ୍ପତ୍ତି ଅଛି ତାକୁ ନେଇ କରୁଛନ୍ତି ହିସାବ, ଯାହାକୁ ନେଇ ମୁହଁ ଖୋଲିଛନ୍ତି ସୋଲମୀଙ୍କ ଭଉଣୀ। ଧୀରେ ଧୀରେ ଲବଙ୍କ ଅଡୁଆ ବଢୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ପ୍ରେମିକା ସୋଲମୀଙ୍କ ଆତ୍ମହତ୍ୟା ପରେ ଲବଙ୍କ କୌଣସି ଭେଟ ମିଳୁନାହିଁ। ହେଲେ ନେପାଳରେ ସୋଲମୀଙ୍କ ଘର ଲୋକଙ୍କ ଉପରେ ନଜର ରଖୁଛନ୍ତି ଲବଙ୍କ ସହଯୋଗୀ। ସୋଲମୀଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକ ଲବଙ୍କୁ ଦାୟୀ କରିଥିବା ବେଳେ ଥାନାରେ ମଧ୍ୟ ମାମଲା ଦାୟର କରାଯାଇଛି। ଏହାରି ଭିତରେ ଲବଙ୍କର କୌଣସି ପ୍ରତିକ୍ରିୟା କିମ୍ବା କୌଣସି ସ୍ପଷ୍ଟ ଦେଇନାହାନ୍ତି। ହେଲେ ଲବ ଏ ଘଟଣା ନେଇ ଷଡ଼ଯନ୍ତ୍ର କରୁଥିବା କୁହାଯାଉଛି। ନେପାଳର ଦୁଇ ଆଦିବାସୀ ଯୁବକଙ୍କୁ ଲବ ସୋଲମୀଙ୍କ ଅଜା ଘରକୁ ପଠାଯାଇଛି। ଦୁଇ ଯୁବକ ସୋଲମୀଙ୍କ ସମ୍ପତ୍ତି ସମ୍ପର୍କରେ ପଚାରି ବୁଝୁଥିବା ଜଣାପଡ଼ିଛି। ଏନେଇ ସୋଲମୀଙ୍କ ଭଉଣୀ ଲବଙ୍କ ବିରୁଦ୍ଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି। ଏବେ ପ୍ରସାରିତ ଖବର ମୁତାବକ ସୋଲମୀଙ୍କ ମୃତ୍ୟୁ ପଛରେ ଲବ ନିଜର ସମ୍ପୃକ୍ତି ନଥିବା କହିବାକୁ ଯାଇ ଏଭଳି କାଣ୍ଡ କରୁଥିବା କୁହାଯାଉଛି। ହେଲେ ପ୍ରେମିକାର ମୃତ୍ୟୁ ପରେ ଥରେ ବି ଲବ ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଲବ ପ୍ରେମିକାର ମୃତ୍ୟୁକୁ ନେଇ ଦାୟୀ ନୁହନ୍ତି, ତାହେଲେ ସୋଲମୀର ଘର ଉପରେ କାହିଁକି ନଜର ରଖୁଛନ୍ତି? କ'ଣ ପାଇଁ ତାଙ୍କ ସମ୍ପତ୍ତି କେତେ ପଚାରି ବୁଝୁଛନ୍ତି? ତେବେ ଏହି ଘଟଣା ପରେ ଲବ ସନ୍ଦେହ ଘେରକୁ ଆହୁରି ଚାଲି ଯାଉଛନ୍ତି। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।